ଆମ ସରକାରୀ ଉଚ୍ଚ ବିଦ୍ୟାଳୟ ରାମକୃଷ୍ଣପୁର ଓସ୍ତପୁରରୁ ଆସିଛି। ଆଉ ମୁଁ ହେଉଛି ଆପଣଙ୍କ ପିଲା ବଦ୍ରିନାରାୟଣ ପୁଷ୍ଟି, ଯିଏକି ଆମ ସ୍କୁଲର ନବମ ଶ୍ରେଣୀର ଛାତ୍ର ଅଟେ। ଆଉ ମୁଁ ତାର ପାଠପଢ଼ା ବିଷୟରେ ଆପଣଙ୍କ ସହିତ କଥା ହେବା ପାଇଁ ଆସିଛି। ତେଣୁ କରିକି ମୁଁ ଆପଣଙ୍କଠାରୁ ବୁଝିବାକୁ ଚାହୁଁଛି କି ଆପଣଙ୍କ ପୁଅ ଠିକ୍ସେ ପଢ଼ାପଢ଼ି କରୁଛି ବା ତାର ପଢ଼ାପଢ଼ିରେ କିଛି ଅସୁବିଧା ରହୁଛି, ଆଉ ଯଦି ବି କିଛି ଅସୁବିଧା ରହୁଛି ଆପଣ ଟିକେ ମୋତେ କୁହନ୍ତୁ। ହଁ, ତାର ଇଂଲିଶ ଆଉ ଅଙ୍କେରେ ପ୍ରୋବ୍ଲେମ୍ ରହୁଛି। ସେ ଦୁଇଟା ମାନେ ତାର ଭଲ ଭାବେ କରିପାରୁନି, ଆପଣ ଟିକେ ଦେଖିବେ। ସେଇଟା ଯେଉଁ ଆପଣ କହୁଛନ୍ତି କି ଇଂଲିଶ ଆଉ ମ୍ୟାଥ୍ର ପ୍ରୋବ୍ଲେମ୍ ରହୁଛି, ଆମର ଆକ୍ଚୁଆଲି କ'ଣ ହେଇଛି ନା ସ୍କୁଲ ଆମର ଆରମ୍ଭ ହେଉଛି 9:30ରୁ 9:30ରୁ 10:15 ପର୍ଯ୍ୟନ୍ତ ଆମର ଗୋଟେ ପିରିୟଡ଼ ରହୁଛି ସ୍ପେଶିଆଲି କାହା ପାଇଁ, ଯେ ଯେଉଁମାନଙ୍କର ଆଭଳିଆ ପିଲା ଯେଉଁମାନଙ୍କର ମ୍ୟାଥ୍ର ପ୍ରୋବ୍ଲେମ୍ ରହୁଛି କି ସାଇନ୍ସର ପ୍ରୋବ୍ଲେମ୍ ରହୁଛି କି ଇଂଲିଶର ପ୍ରୋବ୍ଲେମ୍ ରହୁଛି, ସେଇଭଳିଆ ପିଲାମାନଙ୍କୁ ଆମେ 9:30ରୁ 10:15 ପର୍ଯ୍ୟନ୍ତ ଗୋଟେ ପିରିୟଡ଼ ରଖୁଛୁ, ସ୍ପେଶାଲ ପିରିୟଡ଼। ସେତିକି ବେଳେ ଆମେ ତାଙ୍କୁ ପଢ଼ାଉଛୁ। ତା ସହିତ କ୍ଲାସ୍ ରୁମ୍ରେ ବି ପଢ଼ା ହେଲା। ତାପରେ ଯେତେବେଳେ ଆମର 4ଟାରେ ସ୍କୁଲ ଛୁଟି ହେଉଛି, 4ଟା ପରେ ବି ଆମେ କିଛି 4ଟାରୁ 4:45 ମଧ୍ୟ ଆମେ ଗୋଟେ ଗ୍ରୁପ୍ କରିକି ସବୁ ପିଲାମାନଙ୍କୁ ପଢ଼ାଉଛୁ। ଯେଉଁମାନଙ୍କର କିଛି ଡାଉଟ୍ ରହୁଛି ସେମାନଙ୍କୁ ନେଇକି ଗୋଟେ ଗ୍ରୁପ୍ କରିଛୁ। ସେଇ ଗ୍ରୁପ୍ ମାନେ କରିକି ଆମେ ତାଙ୍କୁ ପଢ଼ାଉଛୁ, ଯେମିତିକି ତାଙ୍କର ଡାଉଟ୍ କ୍ଲିୟର ହେବ। ତା ବାଦ ବି ଆମେ କ'ଣ କରୁଛୁ ନା ସ୍କୁଲର ଗୋଟେ ଗ୍ରୁପ୍ କରିଛୁ ନା ନାହିଁ, ସ୍କୁଲର ଗ୍ରୁପ୍ କରିଛୁ। ଆଉ ସେଥିରେ ଆମେ ସବୁ ନମ୍ବର ସେୟାର କରୁଛୁ, ଫୋନ୍ ନମ୍ବର, ଆମର ଯେଉଁ ଟିଚର୍ସ ଅଛୁ ସମସ୍ତଙ୍କୁ ଫୋନ୍ ନମ୍ବର ସେୟାର କରୁଛୁ। ଯଦି କାହାର କିଛି ରହିଯାଉଛି ପ୍ରୋବ୍ଲେମ୍, ଆଉ କୌଣସି ଗୋଟେ କାରଣରୁ ସେ ସ୍କୁଲ ଯାଇପାରୁନି, ନିୟମିତ ଭାବରେ ସ୍କୁଲ ଯାଇପାରୁନି, ତା ପାଇଁ ଆମେ କ'ଣ କରିଛୁ ନା ଗୋଟେ ଅନଲାଇନ୍ କ୍ଲାସ୍ର ମଧ୍ୟ ବ୍ୟବସ୍ଥା କରିଛୁ। ଅନଲାଇନ୍ ଜରିଆରେ ସବୁ ବିଷୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଅନଲାଇନ୍ ଜରିଆରେ ମୋବାଇଲ ଫୋନ୍ ମାଧ୍ୟମରେ ଯେଉଁ ପିଲାମାନେ ଘରେ ରହି ପଢ଼ିବାକୁ ଚାହୁଁଛନ୍ତି ସେମାନଙ୍କୁ ମଧ୍ୟ ସେମାନେ ତାଙ୍କ ସମୟ ଅନୁସାରେ ସେମାନେ ଶିକ୍ଷାଦାନ କରିପାରିବେ। ଯେଉଁଥିପାଇଁ କ'ଣ କରାଯାଉଛି ଯେ ପିଲାମାନଙ୍କୁ ପ୍ରତ୍ୟେକ ଦିନ ସ୍କୁଲ ଯିବାକୁ ପଡ଼ିବ। ପ୍ରତ୍ୟେକ ଦିନ ଯଦି ସେମାନେ ସ୍କୁଲ ଯିବେ, 9:30ରୁ 10:15 ପର୍ଯ୍ୟନ୍ତ କ୍ଲାସ୍ ଆଟେଣ୍ଡ କରିବେ, ତା ସହିତ ସ୍କୁଲ ଛୁଟି ହେଲା ପରେ ରହିକି ବି 4ଟାରୁ 4:45 ପର୍ଯ୍ୟନ୍ତ ଆମର ଯେଉଁ 45 ମିନିଟ୍ ଗୋଟେ ପିରିୟଡ଼ ରହୁଛି, ଯଦି ରହିକି ବି କ୍ଲାସ୍ କରିବେ, ତାଙ୍କର ନିଶ୍ଚିତ ଭାବରେ ଡାଉଟ୍ କ୍ଲିୟର ହେବ। ଆମେ ବି ଚେଷ୍ଟା କରୁଛୁ, ଆମେ କ'ଣ କରୁଛୁ ସ୍କୁଲରେ ବିଭିନ୍ନ ପ୍ରକାର କମ୍ପିଟିସନ୍ କରୁଛୁ ନା କରୁନୁ? କରୁଛୁ। ଯେମିତିକି ଆମେ କ'ଣ କରୁଛୁ, ଏସେ କମ୍ପିଟିସନ୍ କରୁଛୁ, ଡିବେଟ୍ କରାଉଛୁ, ଆଉ ପୋଷ୍ଟର କରାଉଛୁ, ଆର୍ଟ କରାଉଛୁ, ବିଭିନ୍ନ ପ୍ରକାର କରାଉଛୁ, ଆମର ଡ୍ରାମା କରାଉଛୁ, ପିଲାଙ୍କୁ ଶିଖାଉଛୁ। ପିଲା ଶିଖନ୍ତୁ, ନିଜେ କରନ୍ତୁ, କାହିଁକି କରାଉଛୁ? ଏଇସବୁ କରିବା ଜରିଆରେ ବି ସେମାନଙ୍କର କ'ଣ ହେଉଛି, ଉଭୟ ଇଂଲିଶ ହଉ, ଓଡ଼ିଆ ହଉ, ସଂସ୍କୃତ ହଉ, ସବୁ ପ୍ରକାର ଲିଟରେଚର ତାଙ୍କର ଲେଖିବା, କହିବା, ଭାବିବା, ଚିନ୍ତା କରିବା, ସେଇ ସବୁ ସ୍କିଲ୍ର ବି ଡେଭଲପ୍ ହେଉଛି। ତେଣୁକରି ଆପଣଙ୍କୁ ମୋର ବହୁତ ବଡ଼ ଗୋଟେ ରିକ୍ୱେଷ୍ଟ ରହିଲା କି ମୁଁ ଯେମିତି ଆଜି ଆପଣଙ୍କ ଘରକୁ ଆସିଛି ପିଲା ବିଷୟରେ କଥା ହେବା ପାଇଁ, ଆପଣଙ୍କଠୁ ବୁଝିବା ପାଇଁ କିଛି ପଢ଼ୁଛି କି ନାହିଁ, ଆପଣଙ୍କୁ ଗୋଟେ ମୋର ରିକ୍ୱେଷ୍ଟ ରହିଲା, ଆପଣ ଯେତେବେଳେ ପ୍ୟାରେଣ୍ଟସ୍ ଟିଚର ମିଟିଂ ହେଉଛି ତ ନିଶ୍ଚିତ ଯିବେ। ତା ସହିତ ବି ଆପଣ ମଝିରେ ମଝିରେ ପୁଅର କଥା ବୁଝିବା ପାଇଁ ସ୍କୁଲ ଯାଆନ୍ତୁ, ଆମମାନଙ୍କ ସହିତ ଦେଖା କରନ୍ତୁ, ଆମମାନଙ୍କ ସହିତ କଥା ହୁଅନ୍ତୁ। ଯଦି ଏଇସବୁ କରିବେ କଣ୍ଟିନ୍ୟୁଅସଲି, ଯଦି ଏଇସବୁ ନିୟମିତ ଭାବରେ କରିବେ, ତାହେଲେ ପିଲାର ପାଠପଢ଼ା ନିଶ୍ଚିନ୍ତ ଇମ୍ପ୍ରୁଭମେଣ୍ଟ ହେବ, ସେ ନିଶ୍ଚିନ୍ତ ଆଗେଇବ, ନିଶ୍ଚିନ୍ତ ଭଲ ପଢ଼ିବ। ଯିବେ ତ ଆପଣ ଦେଖା କରିବା ପାଇଁ ମଝିରେ ମଝିରେ? କ'ଣ କହୁଛୁ, ତୁ ନିୟମିତ ଭାବରେ ସ୍କୁଲ ଯିବୁ ତ? ଯିବୁ ତ? ଘରକୁ କାହିଁକି, ତାର ପ୍ରଥମ ଉଦ୍ଦେଶ୍ୟ ହେଉଛି କି ପଦ୍ମାବତୀ ମଲ୍ଲିକ, ଯିଏ ଆମ ହାଇ ସ୍କୁଲରେ ପଢ଼ୁଛି, ତା ବିଷୟରେ ଆପଣଙ୍କ ସହିତ କଥା ହେବା, ଯେ ସେ ଘରେ କେମିତି କ'ଣ ପଢ଼ୁଛି, କ'ଣ କରୁଛି। ଆଜ୍ଞା, ଟିକେ ବଡ଼ ପାଟିରେ ପଢ଼ୁଛି, ତାପରେ ସକାଳୁ ପଢ଼ାପଢ଼ି କରୁଛି ଆଉ। ତୋର ମାନେ କେଉଁ ବିଷୟ ପ୍ରତି ଯଦି କିଛି ମାନେ ଡାଉଟ୍ ରହୁଛି ତୁ କହିବୁ, କାରଣ ଆମର ତ ଗୋଟେ ସରକାରଙ୍କ ତରଫରୁ ଗୋଟେ ମିଶନ ମେରିଟ୍ ବି କରାହେଇଛି, ତା ଅଣ୍ଡରରେ ଆମେ କିଛି ପିଲାଙ୍କୁ ନେଇଛୁ, ତାଙ୍କର କେମିତି ରେଜଲ୍ଟ ଭଲ ହେବ ସେ ଦିଗ ପ୍ରତି ବି ଲକ୍ଷ୍ୟ ଦେଉଛୁ। ତା ସହିତ ମିଶନ ମେରିଟ୍ ପିଲାଙ୍କୁ ଛାଡ଼ିଲେ ବି ଆମର ଅନ୍ୟାନ୍ୟ ଯେଉଁ ପିଲାମାନେ ରହିଯାଉଛନ୍ତି ତାଙ୍କର ବି କେମିତି ଆମେ ଇମ୍ପ୍ରୁଭମେଣ୍ଟ କରିପାରିବା, ସେଥିପାଇଁ ବି ଆମେ ଚିନ୍ତା କରୁଛୁ। ତୋର ଯାହା ପ୍ରୋବ୍ଲେମ୍ ରହୁଛି ତୁ ଆମମାନଙ୍କୁ କହିବୁ, ତାର ଅବଜେକ୍ଟିଭ୍ କ୍ୱେଶ୍ଚିନ୍ ଗୁଡ଼ାକ ଆମେ ଡିସ୍କସନ୍ କରାଉଛୁ, ତା ସହିତ ଆମେ ଲେଖିବା ପାଇଁ ଲଙ୍ଗ୍ କ୍ୱେଶ୍ଚିନ୍ ବି ଦେଉଛୁ। ତା ସହିତ ଯଦି ବି ଅନ୍ୟାନ୍ୟ କିଛି ପ୍ରୋବ୍ଲେମ୍ ବି ରହୁଛି, ମୁଁ କହିବା କଥା ଯଦି ତୋ ଅସୁବିଧାଟା ଆମକୁ କହିବୁ, ଆମେ ନିଶ୍ଚିନ୍ତ ଭାବେ ତାକୁ ସମାଧାନ କରିବା ପାଇଁ ଚେଷ୍ଟା କରିବୁ। ଖାଲି ଯେ ମାନେ ନାହିଁ ଯେ ଏଇ ଗୁରୁମା ଏଇ ଜିନିଷ ପଢ଼ାଉଛନ୍ତି, ମୁଁ ଗୁରୁମାଙ୍କୁ ଏଇ ପାଠ ପଚାରିବି, ସେମିତି କିଛି ନାହିଁ। ତୁ ତୋର ଯାହା ଅସୁବିଧା ଅଛି ତୁ ତୋର ପାଠଟା ସମସ୍ତଙ୍କୁ ପଚାରିକି ଆଦାୟ କର, କିନ୍ତୁ ତା ପାଇଁ ତୋତେ କ'ଣ କରିବାକୁ ପଡ଼ିବ, ନିୟମିତ ସ୍କୁଲ ଯିବାକୁ ପଡ଼ିବ। ଭାବିବୁ ଯେ ମାଟ୍ରିକ ପରୀକ୍ଷା ଦେଉଛି ଯେ ମୁଁ ରହିଯିବି, ସେମିତି ନାହିଁ। ମୁଁ ପରୀକ୍ଷା ଦେବା ପର୍ଯ୍ୟନ୍ତ ମୁଁ ନିୟମିତ ଭାବରେ ସ୍କୁଲ ଯିବି। ଆଉ ଆପଣଙ୍କୁ ଅନୁରୋଧ ରହିଲେ କି ଆପଣ ମଝିରେ ମଝିରେ ସ୍କୁଲ ଯିବେ, ଆମ ସାଙ୍ଗରେ ଦେଖା କରିବେ, ତାର ପଢ଼ିବା, ତାର ଅସୁବିଧା, ତାର ସୁବିଧା ସବୁ ବିଷୟରେ ଆମ ସହିତ ଆଲୋଚନା କରିବେ। ଆଜ୍ଞା।
ପ୍ୟାରେଣ୍ଟସ୍ ଟିଚର୍ ମିଟିଂରେ ଆଜ୍ଞା ନିହାତି ଯିବା କଥା ବି ମୁଁ ଯାଇପାରେନି ତମେ ବାପା ଆପଣ କିନ୍ତୁ ଯିବେ ଯେତେବେଳେ ଏଇ ଶନିବାର ଦିନ ବି ଆମର ଅଛି ବି ଆପଣ ଯିବେ ଯାଇକି ଆପଣ କଥା ହେବେ ଆମମାନଙ୍କ ସହିତ ସେ କେମିତି ପଢ଼ୁଛି କ'ଣ କରୁଛି ତାର କେଉଁଠି ଅସୁବିଧା ରହୁଛି ନିଶ୍ଚୟ ଆମ ସହିତ କଥା ହେବେ ମଝିରେ ମଝିରେ ଦେଖା କରିବେ କଥା ହେବେ ତାହେଲେ ଯାଇକି ତାର ଷ୍ଟାଣ୍ଡାର୍ଡ ଆହୁରି ଇମ୍ପ୍ରୁଭ୍ ହେଇପାରିବ ଭଲ ପଢ଼ୁଛି ଆଉ ଟିକେ ଷ୍ଟାଣ୍ଡାର୍ଡ ତାର ବଜାଉ